जय जगन्नाथ स्वागत कर मोर नुआ ब्लॉग आशा करूँ आपण मैंने भलरे थे मु भी भलरे अच्छी जगन्नाथ कृपार आपण परिवार भलरे था देह भल नहीं तार बस आम बाबा तार बस गाड़ी टेकुची पकाउछ गाड़ी टेकुची पकाउछ ता गाड़ी के बसेनी मोबाइल देखला बेले बस बसई भाया रोसई घर को आसीगल माने रोसई स्टार्ट हम आमर टाइम आसिक हो गला है आसिक 9:54 हो गला आमर रोसई स्टार्ट हम 10टा आगली दीदी आमर ये तरह आसिक ठाकुर पूजा स्टार्ट कले तुम किसी कहबार अच्छी आम ठाकुर पूजा कर सब काम कले घर काम सब स्टार्ट कर सारे टे कष्ट लगुच नाइट शिफ्ट पड़ी कष्ट लगुच चल आम चूड़ा पोड़ा है चूड़ा जे आमर भजा जीव चीनी पकई भजा गले खाइबे से वो मैंने खाइबे चूड़ा पाचुड़ मत कह मुझे कोल्हार पाचुड़ी पारे सब खाइबे पाचुड़ा शिखी ना मु कोल्हा अच्छे कि शिखी ना बाबा देखिए से बदमाश कर कारणटा हूँ ये से ऊपर उठ बदमाश कर कमेंट कर तो मैंने एमती साइड पाचुड़ मुझे एक्चुअली कोल्हा पाचुड़ा शिखी ना से खाइबे पाचुड़े आमर देख सब बाहरी गलु कौ जगह गलु तो गले जा जगह पहुँचब जानव आम दीदी भी बाहर सारे घर चाबी पकड़ा स्टार्ट हो सारे सब बाहर सारे जावाई समस्ते भाजन सांगे आम माँ पुओ भी सजबाज हो मो पुओ को देख टे सब सजबाज जाऊँ जगह पहुँचला जानवे कौ जगह आम आस घर ताला पड़गला आमर देखुच स्वामी मानकर कर्तव्य हूँ भैनिटी धरिया काम हो देखुच सी भैनिटी धरी आगर बाहरी गले ये फुल्ली डिजिटल मीटर कंसोल है आगे का डिस्प्ले का आएगा और ये एबीएस चैनल का डिस्प्ले का एबीएस यानी कि एंटी लॉक ब्रेकिंग सिस्टम और पीछे का जो नॉर्मली जो स्कूटर का रहता है वो 10-12 इंच का चक्का रहता है ये इसमें आपको 14 इंच का एलो व्हील्स मिल जाएगा और ये स्कूटर का जो फुल टैंक कैपेसिटी है फुल टैंक इसमें अंदर 7 लीटर आपने शायद टेक्निकल स्पेसिफिक आपने सोर्स कर लिया है ना यही जो आपका ये सब कस्टमर टेक्निकल स्पेसिफिक और ऐसे गूगल को रिव्यू देख के आया है तो ये आपका इसलिए मतलब कि माइलेज ऐसे ही नॉर्मली 30 से 35 तक आएगा ये देखिए एक्चुअली क्या होता है कि आपका वहाँ पे जो गूगल रिव्यू है वहाँ पे जो माइलेज ये थोड़ा फिजिकली थोड़ा ज़्यादा है मोबाइल धरी पारे मोबाइल माँ पुओ ମାଙ୍କଡକୁ ମାଛ ଝୁଳ ଦେଖ ଏର ଟିକେ ଖାଇବୁ ଦେଖ
ଗୋଟେ ମାନେ ଦେଖ ଗୋଟେ ମାନେ ଭଲ ପାଇବା ସ୍ୱାମୀ ସ୍ତ୍ରୀର ଗୋଟେ ଭଲ ପାଇବା ଏମିତି ଗୋଟେ ସମ୍ପର୍କ ନା କ'ଣ ଅଛି ସେଟାରେ ଭାରି କଲୁ ଡେଲି ଡେଲି ତ ଭାବୁଥିଲା ଯେ ଆମର ବର୍ଷା ପାଗର ଘରୁ ବାହାରି ପାରୁଥିଲି ନା ଖରା ଯେ ଘରୁ ବାହାରି ହବ ଆଜି ଆଇଛି ଏମିତି ଜାଗାକୁ ଦେଖ ଖରା ମା ପରେ ଦୁପଟା ପକେଇଛନ୍ତି ଯେତେ ଖରାରେ କେଡ ବଡ ମାନେ ତ ମାନେ ଏତେ ବଡ ବଡ ଖାଲ ଖାଲର ତା ରୋଡ ମୁଁ ମାନେ ବାରମ୍ବାର ମୁଁ ଏଇ ଭିଡିଓ ଗୁଡା ପକଉଛି ହେଲା ଏତେ ଖାଲ ବୋଲି କହିକି ପୁରା ଆମ୍ବୁଲାନ୍ସ ଯାଉଛି ଖାଲ ଦେହ ଗୋଟେ ରୋଗୀଟା କେମିତି ଯିବ ରୋଗୀର ଅବସ୍ଥାଟା କ'ଣ ହବ ମାନେ ମୁଁ ଯେତେ ବାର ଆସୁଛି ସେତେ ବାର ମାନେ ଏଇ ରାସ୍ତା କଥା ସବୁବେଳେ ମୁଁ ଭିଡ଼ିଓ ପକଉଛି ଏଇଭଳିଆ ଅବସ୍ଥା ଏଇଭଳିଆ ହଁ ବା ଯଦି ମଣିଷଟା ଯଦି ନ ମଣିଷ ଭଲ ମଣିଷ ଆସିବ ବି ସିଏ ବି ଏଇଠି ଟିକେ ଭଲ ଅଛି ଟିକେ ଆଗକୁ ଗଲା ପରେ ସେଠି ଯେଉଁ ଅବସ୍ଥା ଦେଖିବ ମଣିଷ ଆଉ ଭାବିବ ନର୍କ ଯନ୍ତ୍ରଣା ମାନେ ଜମ ଗୋଟେ ପଟେ ଟାଣୁଛି ଏଇ ଆମ୍ବୁଲାନ୍ସଟା ଯାଉଛି ସେଇ ଜାଗାଟା କୋଉଭଳିଆ ପରିସ୍ଥିତି ଅବସ୍ଥା ଏଟା ହେଉଛି ଆମର ବାଲେଶ୍ୱରର ଅବସ୍ଥା ଏତେ ବାର ଆମେ ଭିଡ଼ିଓ କରୁଛୁ ପକଉଛୁ ତଥାପି କେହି କ'ଣ ଜାଣିପାରୁନାହାନ୍ତି ଶୋଚନୀୟ ଅବସ୍ଥା ଏ ରାସ୍ତା ବୁଲି ବୁଲି ଅବସ୍ଥା ଦେଖ କେମିତି ହେଇଛ ଓହୋ ସମସ୍ତଙ୍କର ଅବସ୍ଥା କେମିତି 12 ବାଜିଗଲାଣି ଆମର ଦେଖ ମା ପୁଅଙ୍କର ଅବସ୍ଥା କେମିତି ହେଇଛି ଆଉ ଜଣେ ନିଦର କିନା ହଉଛି କାନ୍ଦୁଛି ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ମୋ ରିସିଭରଟାକୁ କେତେ ହଇରାଣ କରୁଛି ଅଟା ଦଳୁଛି ସେ ଦେଖ କେତେ ଅଟା ସେଟା ଗୋଡ଼ ତଳେ ଟିକେ ଦେଖ ତା ଗୋଡ଼ ତଳେ କେତେ ଅଟା ରଖିଛି କିଛି ଜାଣିନି ପିଲାଟା ବଇଛି ଚୁପ୍ କିନ୍ତୁ ଅଟା ଦଳଟା ଟିକେ ନାହିଁ ତା ହାତ ଗୋଡ଼ ସବୁଆଡ଼େ କରି ପକେଇଲାଣି ତୁ କାମ କରିବୁ ସିଏ ବି ମୋ ସାଙ୍ଗେ କାମ କରିବୁ ଯୋଉ କାମ କରିବୁ ସିଏ ସେଇ କରିବୁ ଏ ଗୁଗୁ ଗୁଗୁ ସେ ଶୁଣିବନି କାହା କଥା ସେ ପୁରା ବ୍ୟସ୍ତରେ ଅଛି ବିଜି ମ୍ୟାନ୍ କାମିକା ପିଲା ଓ କି କରୁଛ ଗୁଗୁ ସେ କାହା କଥା ଶୁଣିବ ନାହିଁ ଟିକେ କହିଦେଲି ହଁ ପା ଦେଇଦିଅ ଟିକେ ପା ଦେଇଦିଅ ପା ଦେଇଦିଅ ପୁଣି ନବ ସେ ଅଟା ଦେବେ ଜବରଦସ୍ତ ନବ କାମ କରେଇଦବନି ସେ ଯୋଉ କାମ କରିବୁ ସେ ମୁଁ ସେ କାମଟା କରିବି ସାଙ୍ଗମାନେ ଦେଖନ୍ତୁ ଆଜି ଆମର ପୁରୀ ହେଉଛି ମୁଁ ବେଲୁଛି ଆମ ଦିଦି ତାର ପୁରୀ
ଛାଙ୍କିକି ରଖୁଛି। ସେ କିଛି କହିବନି, ପୁରା ଚୁପ୍ ହେଇଯିବ। ହଁ ଆମ ପୁରୀ ପୁରା କାଡେ ବଡ ବଡ ଫୁଲୁଛି ଦେଖୁନ। ଆମ ପୁରୀଟା ସେ ଭିଡ଼ିଓ କଲା ବେଳେ କହିବ ଏଇ ମୋ ମୁହଁ ଦେଖେଇବନି। ସେ କେବେ କହିବ, କେବେ ଭିଡ଼ିଓ କରିବୁ କହିବ ମୋ ମୁହଁ ଦେଖେଇବୁନି। ନା ଏଇନା ଦେଖେଇବି, ଏଇନା ମୁହଁ କାଢିକି ଅଛି। ଆଜି କହୁଛି ଯେ ମୋ ମୁହଁ ଦେଖା, କାରଣ ତ ଦେହ ଖରାପ ନଥିଲା ତ, ସେଥିପାଇଁ କହିଲା ମୋ ମୁହଁଟା ଖରାପ ହେଇଛି, ମୋତେ ଦେଖେଇବୁନି ତୁ, ଖରାପ ଲାଗୁଛି, ତୁ ସବୁ ପକେଇ ଦେଉଛୁ ସୋସିଆଲ ମିଡ଼ିଆରେ ପକଉଛି ଆଉ ମୋ ମୁହଁଟା ଖରାପ ଦେଖାଯାଉଛି, ସେଥିପାଇଁ ସେ ପକାଏନି। ଆଜି ସେ ମୁହଁଟାକୁ ଦେଖିଛି, ତା ମୁହଁଟା ରିଭିଲ୍ ହେଇଯାଇଛି ଆଜି। ଝାଳରେ ପୁରା ଝାଳ ପାଣିରେ ପୁରା ଗାଧେଇ ଆଉ ଯୋଉ ଗରମ ହଉଛି, ସେ ଗରମରେ ଆମ ସବୁ ଦୁଇ ଜଣଙ୍କ ଝାଳ ବୋହିଯାଉଛି। 8:40 ହେଇଗଲାଣି, ଡ୍ୟୁଟି ଯିବା ଟାଇମ୍ ତାଙ୍କର ବି ହେଇଗଲାଣି। ଖାଇକି ସେ ଡ୍ୟୁଟି ଯିବେ, ଆମେ ମା ପୁଅ ରହିବୁ ଘରେ। ଗୁଡ୍ ନାଇଟ୍।